ପିଲାମାନେ ପୁଣି ଥରେ ମୋ ଚ୍ୟାନେଲକୁ ସ୍ୱାଗତ। ଆଜି ପୁଣି ଟ୍ରାନ୍ସଫର୍ମ ଦେଖିବା। ଏଜ୍ ୟୁଜୁଆଲ୍ ଯେମିତି ପୂର୍ବରେ ଆମେ ଦେଖୁଥିଲେ। ଆଉ ଏଇ 4ଟି ଫର୍ମୁଲା ମାଧ୍ୟମରେ ମୁଁ ଟ୍ରାନ୍ସଫର୍ମ କରିବି। ହେଲେ ତାମାନେ ପୁରା ଦେଖିବା। ପ୍ରଥମ ସୂତ୍ର ହେଲା କ'ଣ? ଇଏ ସେଣ୍ଟେନ୍ସ ଆକ୍ଟିଭ ସୂତ୍ର ହେଲା। ସବଜେକ୍ଟ ଆସିବ କର୍ତ୍ତା, ତାପରେ ସାହାଯ୍ୟକାରୀ କ୍ରିୟା, ପ୍ରଧାନ କ୍ରିୟା, କର୍ମ। ଦୈନିକ ବା ପ୍ରେଜେଣ୍ଟରେ କାମ ବା ପାଷ୍ଟରେ କାମ ଶେଷ ହେଲେ ଟୁ ବି ହେବ। ଭବିଷ୍ୟତରେ କାମ ହେଲେ ମଡାଲ ବି, କାମ କଣ୍ଟିନ୍ୟୁ ହେଲେ ବି ଆଣିଛି, ପ୍ରେଜେଣ୍ଟରେ କାମ ଶେଷ ହେଲେ ହାଫ୍ ବି। ବାସ୍ ଏତିକି ଫର୍ମୁଲା। ଏତିକି ଫର୍ମୁଲା ମାଧ୍ୟମରେ ଆମେ ପୁରା ସେଣ୍ଟେନ୍ସ ବନେଇବ। ଶିକ୍ଷକ ଆଜି ପରୀକ୍ଷା କିପରି ହେଲା? ପ୍ରଥମ ସେଣ୍ଟେନ୍ସ। ଦୁଇ ଜଣ କଥା ହେଉଛନ୍ତି ଛାତ୍ର ଆଉ ଶିକ୍ଷକ। ଶିକ୍ଷକ କହୁଛନ୍ତି ଆଜି ପରୀକ୍ଷା କିପରି ହେଲା? ଛାତ୍ର କହୁଛନ୍ତି ଭଲ ହୋଇଛି। ଶିକ୍ଷକ କହୁଛନ୍ତି ତୁମେ ସବୁ ପ୍ରଶ୍ନର ଉତ୍ତର ଦେଇପାରିଛ। ଛଅ ହେଇଥାନ୍ତା, ଛଅ ମାନେ ଏଠାରେ ତୁମେ ସବୁ ପ୍ରଶ୍ନର ଦେଇପାରିଲ। ଏଠି ଲ ହେବ ଛଅଟା ହେଲା। ଏଠି ତୁମର ଲ ଥିଲା, ସରି ଫର୍ ଦ୍ୟାଟ୍। ଛାତ୍ର ହଁ ସାର୍, ପ୍ରଶ୍ନ ସବୁ ସହଜ ଥିଲା। ଶିକ୍ଷକ କାଲିର ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅ। ଏଇଭଳିଆ ସବୁ ସହଜ ଲାଗିବ। ଇଏ ମୋଟାମୋଟି ବେହାର ଟ୍ରାନ୍ସଲେସନ୍। ଷ୍ଟାର୍ଟ କରିବା। ଶିକ୍ଷକ ଆଜି ପରୀକ୍ଷା କିପରି ହେଲା? ତୁମକୁ ଲାଗୁଛ ମାନେ ଏଠି ଦେଖ, ଏଇଠି ହେଲା ପ୍ରଥମେ କ୍ୱେଶ୍ଚନ୍ ମାର୍କ ଅଛି। କ୍ୱେଶ୍ଚନ୍ ମାର୍କ ହେଲା ତୁମକୁ ମୁଁ କହିଥିଲି ସାହାଯ୍ୟକାରୀ କ୍ରିୟା ନହେଲେ WH ୱାର୍ଡରେ ଷ୍ଟାର୍ଟ ହେବ। ଏଠାରେ କିପରି ହେଲା, କିପରି ତ ଜଣାପଡ଼ିବ WH ୱାର୍ଡ, ତାହେଲେ WH ୱାର୍ଡରେ ଷ୍ଟାର୍ଟ ହେବ। ହେଲା ନା? ଏହା ଗ୍ୟାରେଣ୍ଟି ହେଇଗଲା ଯେ ସେଣ୍ଟେନ୍ସ WH ୱାର୍ଡରେ ଷ୍ଟାର୍ଟ ହେବ। ହେଲା, ଇଏ ହେଲା ତୁମର ଏଠି ହେବା ହେଲା ତୁମର କ୍ରିୟା, ରାଇଟ୍? ଇଏ ହେଲା ତୁମର କ୍ରିୟା, ହେଲା ନା? ଆଉ ଇଏ WH ୱାର୍ଡରେ ଷ୍ଟାର୍ଟ ହେବ। WH ୱାର୍ଡରେ ଷ୍ଟାର୍ଟ ହେବ, ରାଇଟ୍? ତାପରେ କ'ଣ? ଇଏ ଛଅ ମାନେ ତୁମକୁ ଏ ଯେ ପରୀକ୍ଷା କିପରି ହେଲା ଲାଗିବ, ଏଠି ଲ ଅଛି ମାନେ ପାଷ୍ଟ। ବାସ୍ତବରେ ଇଏ ପାଷ୍ଟରେ ହେବ ନାହିଁ। କାହିଁକି? ପରୀକ୍ଷା ତ ରିସେଣ୍ଟଲି ହେଇଥିବ ନା, ସାର୍ ଏମିତି ପଚାରିଥିବେ ପୁରା କେମିତି ହେଲା। ପୁଣି ଏଠି ପରବର୍ତ୍ତୀ ବାକ୍ୟରେ ଆମେ ଜାଣିଛୁ ଯେ କାଲି ପାଇଁ ରେଡ଼ି ହେବ, ମାନେ ଏବେ ବି ଚାଲିଛି, ହେଲା ନା? ତାହେଲେ ଆଜିକାର ପରୀକ୍ଷା ପାଇଁ ରିସେଣ୍ଟଲି ଶେଷ ହେଇଛି, ଆଜିକାର ପରୀକ୍ଷା। ତ କାଲିର ପରୀକ୍ଷା ମାନେ ପରୀକ୍ଷା ଚାଲିଛି ମାନେ ରିସେଣ୍ଟ ପାଷ୍ଟ ହେଇଛି। ଆଉ ରିସେଣ୍ଟ ପାଷ୍ଟ ମାନେ ସେଟା ପ୍ରେଜେଣ୍ଟ କରୁଛ ମାନେ, ହେଲା? ରିସେଣ୍ଟ ପାଷ୍ଟ ମାନେ ପାଷ୍ଟ ପରଫେକ୍ଟ, ଇଏ ହାଫ୍ ଭିତରେ ହେବ। ତାହେଲେ ଏଟା କ'ଣ ହେବ ମାନେ ହାଫ୍ ଭିତରେ ହେବ, ଲେଖିଦେବା। ତାହେଲେ ସେଣ୍ଟେନ୍ସ କ'ଣରେ ଯିବ? ହାଫ୍ ଭିତରେ ଯିବ। ଇଏ ସେ ହାଫ୍ ଭିତରେ ଲେଖିଦେଲେ ଦେଖ, ହେଲା? ଏବେ ତୁମମାନେ କହିବ କାହିଁକି ରିସେଣ୍ଟ ହେଇଯାଇଛି ନା, ରିସେଣ୍ଟ ହେଇଯାଇଛି, ତେଣୁ ଇଏ ହାଫ୍ ଭିତରେ ଯିବ। ଦ୍ୟାଟ୍ ଇଜ୍ ପରଫେକ୍ଟରେ ଯିବ, ପ୍ରେଜେଣ୍ଟ ପରଫେକ୍ଟ ତାକୁ କୁହନ୍ତି। ଏବେ ଆଜି ପରୀକ୍ଷା କିପରି ହେଲା? କିଛି ପିଲାମାନେ ହାଉ ୟୋର ଏକ୍ଜାମ୍ ହ୍ୟାଭ୍ ଗନ୍। ଏମିତି ହେଇପାରିବ। କେମିତି ହେଇଥାନ୍ତା ମାନେ ଏଟାକୁ ଆଜି ପରୀକ୍ଷା କିପରି ହେଲା, ହାଉ ହାଜ୍ ୟୋର ଏକ୍ଜାମିନେସନ୍ ଗନ୍, ବା ଏମିତି କହିବା ହାଉ ହ୍ୟାଭ୍ ୟୁ ଡନ୍ ୟୋର ଏକ୍ଜାମିନେସନ୍। ଇଏ ହେଲା ବେଟର୍। ତୁମେ ପରୀକ୍ଷା କିପରି କରିଛ, ଇଏ ବେଟର୍ ହେବ। ଆଜି କେମିତି ପରୀକ୍ଷା ହେଲା, ଏହାକୁ ଆମେ ବଦଳି ଲେଖିବା, ହେଲେ ବେଟର୍ ଛୁଆ ହେଇଥାନ୍ତା ଏମିତିକା, ଆଜି ପରୀକ୍ଷା କେମିତି କରିଛ, ଇଏ। ତାହେଲେ ଇଏ ବେଟର୍ ହେଇଥାନ୍ତା, ଆଜି ପରୀକ୍ଷା କେମିତି କରିଛ, ହେଲା? ଇଏ ତୁମର ହେବ ସେଣ୍ଟେନ୍ସଟା, କିପରି କରିଛ। ସହଜେ ଲେଖିଲେ ଇଏ ଏମିତି ହେଇଥାନ୍ତା, ପ୍ରେଜେଣ୍ଟ ତ ହେବ। ତାହେଲେ ଆଜି ପରୀକ୍ଷା କେମିତି କରିଛ? ଶିକ୍ଷକ ଲେଖା ହେଇଛି, ଆଗରେ ମୁଁ ଶିକ୍ଷକ ଲେଖିଦିଏ। ଏଟା ଶିକ୍ଷକ ଲେଖା ହେଇଛି, ମୁଁ ଶିକ୍ଷକ ଲେଖିଦେଲି। ଏବେ କ'ଣ ଲେଖିବା? WH ୱାର୍ଡ ଲେଖିବାକୁ ପଡ଼ିବ। ଆଜି ପରୀକ୍ଷା କିପରି ହୋଇଛି, ମାନେ ପରୀକ୍ଷା ଆଜି ତୁମେ କେମିତି ଦେଇଛ, ହେଲା?
বা পরীক্ষা কেমতি করিছ। তাহলে ডব্লিউ গোটে হাও ডিসাইড করেছি, তাহলে মু আগে লিখবি হাও। রাইট, তাহলে প্রথম ছুଆ মানে মু ହାଓ ଲେଖିଦେଲି କାହିଁକି ଇଏ କର୍ତ୍ତା ସ୍ଥାନରେ ଆସିଗଲା। ଏବେ କ୍ୱେଶ୍ଚନ୍ ଆସିଲା କର୍ତ୍ତା ପରେ କ'ଣ ଆସିବ? କର୍ତ୍ତା ତ ନୁହେଁ, ଇଏ କର୍ତ୍ତା ସ୍ଥାନରେ ଆସିଯାଇଛି। ରାଇଟ୍, ଏବେ ଆସିବ ଛୁଆ ମାନେ ସାହାଯ୍ୟକାରୀ କ୍ରିୟା, ଯାହାକୁ ମୁଁ ଡିସାଇଡ୍ କରିଛି ହାవ్। ହାవ్ ମାନେ ତୁମମାନେ ଜାଣିଛ ହାవ్ ବା ହାଜ୍, ଇଏ ପ୍ରେଜେଣ୍ଟରେ ଆସିଛି ଯେହେତୁ, ହଁ କି ନାହିଁ? ତାହେଲେ ହାవ్ ଆଉ ହାଜ୍ ମଧ୍ୟରୁ କିଏ ହେବ? କିଏ କରିଛ? ତୁମେ। ତୁମେ ଲୁଚି ରହିଛ ଯେ କର୍ତ୍ତା, ଏଠି ତୁମେ। ଆଉ ତୁମେ ପାଇଁ କ'ଣ ହେବ ଛୁଆ ମାନେ? ତୁମେ ଜାଣିଛ ହାవ్ ହେଲା, କାହିଁକି ଇଏ ବହୁବଚନ ସବଜେକ୍ଟ ହୁଏ, ଏସ୍ ବାଲା କ୍ରିୟା ଆସିବ ନାହିଁ। ତାହେଲେ ଏଠାରେ ଲେଖିବି କ'ଣ ଛୁଆ ମାନେ? ହାవ్ ଲେଖିଦିଏ। ରୂପ ଭାବରେ ଛୁଆ ମାନେ ତାହେଲେ ଇଏ ଦେଖ ଡବ୍ଲ୍ୟୁ ୱାର୍ଡ଼ଟା ଆସିଯାଇଛି, ସାହାଯ୍ୟକାରୀ କ୍ରିୟା ଆସିଗଲା ଇଏ, ଯେ କି ତୁମର ଏହା ହେଲା। ମୁଁ କହିଥିଲି ଯେମିତି ହିଁ କ୍ୱେଶ୍ଚନ୍ ମାର୍କ ପାଖରେ ଆସିଯିବ, କ'ଣ ହେବ? ସାହାଯ୍ୟକାରୀ କ୍ରିୟା ଆଗେଇଯିବ। ଆଗେଇଗଲା ମାନେ କର୍ତ୍ତା ତା ପଛକୁ ରହିବ। ରାଇଟ୍, କର୍ତ୍ତା ତା ପଛକୁ ରହିବ। ତାହେଲେ ୟାର ଅର୍ଥ ଏହା ହେଲା ସାହାଯ୍ୟକାରୀ କ୍ରିୟା ଆସିଛି, କର୍ତ୍ତା ତ ବର୍ତ୍ତମାନ ଆସିନି, ଏଠାରେ କର୍ତ୍ତା ହେବ। ଆଉ କର୍ତ୍ତା ତୁମେ ଜାଣିଛ, ତୁମେ ଏଠି ଯିବ। ରାଇଟ୍, ଲେଖିବା। ତାହେଲେ ମୁଁ ଛୁଆମାନେ ଏଠାରେ କ'ଣ ଲେଖିଲି? ଏଠାରେ ମୁଁ ଇଏ ଲେଖିଲି ଯେ କି ତୁମର କର୍ତ୍ତା ହେଲା। ସାହାଯ୍ୟକାରୀ କ୍ରିୟା ତ ମୁଁ ହାవ్ ଲେଖିଲି। ଏବେ ପ୍ରଧାନ କ୍ରିୟାର ଆବଶ୍ୟକତା ରହିଛି, କାହିଁକି? ତାପରେ ପ୍ରଧାନ କ୍ରିୟା ଆବଶ୍ୟକ ହେବ। ମନରେ ପ୍ରଶ୍ନ ଆସିବ, ଏ ପ୍ରଧାନ କ୍ରିୟା ଆମେ ଜାଣିବ କେମିତି? ଇଏ ଛୁଆମାନେ ଏଠାରେ ଶେଷରେ ଥାଏ ହେବା ହେଲା। ଏଠି ହେଲା ସାହାଯ୍ୟକାରୀ କ୍ରିୟା, ପ୍ରଧାନ କ୍ରିୟା ହେଲା ମାନଙ୍କୁ ମୁଁ ତାକୁ ଅଲଟେଇ କହିଥିଲି ଯେ ଆଜି ପରୀକ୍ଷା କେମିତି କରିଛ, ମାନେ ଏଠି କରିବା ଡୁ ହେଲା ଛୁଆମାନେ। ଡୁ ତୁମର ଏଠାରେ ପ୍ରଧାନ କ୍ରିୟା। ତାହେଲେ ଯେମିତି ମୁଁ ଏଠାରେ ଡୁ ଲେଖିଦେବି ଛୁଆମାନେ, ମୁଁ କହିଥିଲି କ'ଣ କହିଥିଲି? ଏହା ତା ସାହାଯ୍ୟକାରୀ କ୍ରିୟା ଉପରେ ନିର୍ଭର କରିବ। ହାଫ୍ ପରେ କ'ଣ ହୁଏ? ଭିତରି ହୁଏ। ତାହେଲେ ଡୁଟା ଡାନ୍ ହେଇଯିବ। ରାଇଟ୍, ଡାନ୍ ହେଇଯିବ। ଏଠି ମୁଁ କ'ଣ ଲେଖିବି? ତାହେଲେ ଡାନ୍ ହେଲା, ବନେଇବା। ଛୁଆମାନେ ମୁଁ ଲେଖ ହାଉ ହ୍ୟାଭ୍ ୟୁ ଡନ୍ ୟୋର୍ ଏକ୍ଜାମ୍, ଇଏ ଆସିଗଲା। ଆଉ କ୍ୱେଶ୍ଚନ୍ ମାର୍କ ମଧ୍ୟ ଦେଲି, ଇଏ ପ୍ରଧାନ କ୍ରିୟା ଯେମିତି ଡୁ ଲେଖିଲି, ୟା ପାଇଁ ଇଏ କହିଛ ମାନେ ୟା ପାଇଁ ଇଏ ହୋଇଛି ହେଲା ଛୁଆମାନେ, ଇଏ ଏହା ପାଇଁ ହୋଇଛି। ତାପରେ ତୁମର ଏକ୍ଜାମ୍, ୟୋର୍ ଏକ୍ଜାମ୍ ହେଲା, ସରିଗଲା। ନେକ୍ସଟକୁ ଯିବାକୁ ପଡ଼ିବ ଛୁଆମାନେ। ମୁଁ କହିଦିଏ ଶେଷରେ ତୁମେ ଦେଖିବ ଗୋଟେ କ୍ୱେଶ୍ଚନ୍ ମୁଁ ତୁମକୁ ଦେଉଛି, ସେ କ୍ୱେଶ୍ଚନ୍ ଆନ୍ସର୍ ଦେବ। ପୂର୍ବ ଭିଡ଼ିଓରେ ପିଲାମାନେ ଆନ୍ସର୍ ଦେଇନଥିଲେ ହେଲା ନା। ଏବେ ଚେଷ୍ଟା କରିଦେବା ପାଇଁ, ନଦେଲେ ବି ମୁଁ କ୍ୱେଶ୍ଚନ୍ ଦେଉଥିବି। କେବଳ ଭଲ ପିଲାମାନେ ଯେଉଁମାନେ ଦେଖୁଛ ତାଙ୍କୁ ଭଲ ଲାଗୁଛି ସେମାନେ ଆନ୍ସର୍ ଦିଅ ହେଲା ଛୁଆମାନେ। ସମସ୍ତେ ଆନ୍ସର୍ ଦେବା ଉଚିତ, କାହିଁକି ତେବେ ତ ଜାଣିବି ମୁଁ ଯେଉଁମାନେ ଶିଖୁଛ କି ଶିଖୁନାହ ହେଲା ଛୁଆମାନେ। ନେକ୍ସଟ ଯିବା, ଛାତ୍ର ଭଲ ହୋଇଛି। ଏବେ ଷ୍ଟୁଡେଣ୍ଟ ଲେଖିବି, ତାହେଲେ ୟାର ଅର୍ଥ ଏବେ ଭଲ ହୋଇଛି ମାନେ ଏଠି ଜାଣିପାରୁଛ ତୁମର ପ୍ରେଜେଣ୍ଟରେ କାମ ଶେଷ ହେଉଛି ହେଲା ଛୁଆମାନେ। ଇଏ ତାହେଲେ ହାଫ୍ ଭିତରେ ଯିବ ଲାଗେ। ପ୍ରଧାନ କ୍ରିୟା କିଏ? ଇଏ ହେଲା ପ୍ରଧାନ କ୍ରିୟା ହେଲା। ତାହେଲେ ଇଏ କେଉଁଠି ଯାଉଛି? ମାନେ ହାଫ୍ ଭିତରକୁ ଯାଉଛି, ଲେଖିଦେବା। କାହିଁକି? ପ୍ରେଜେଣ୍ଟରେ କାମ ଶେଷ ହେଉଛି, ଏବେ ତ ଭଲ ହେଇଛି। ତାହେଲେ ଯେମିତି ପ୍ରଶ୍ନ ସେମିତି ଆନ୍ସର୍, ନହେଲେ ବି କ୍ୱେଶ୍ଚନ୍ ଯେମିତି ଥିବ ଆନ୍ସର୍ ସେମିତି ହେବ। ଯେଉଁ ଟେନ୍ସରେ କ୍ୱେଶ୍ଚନ୍ ହେବ ସେଇ ଟେନ୍ସରେ ହିଁ ଆନ୍ସର୍ ଆସିବ। ତାହେଲେ ଇଏ ହାଫ୍ ଭିତରେ ମୁଁ ଡିସାଇଡ଼୍ କଲି, ତାହେଲେ ୟାର ତ ପୁଣି ହାଫ୍ ହାଜ୍ ହିଁ ଆସିବ ସାହାଯ୍ୟକାରୀ କ୍ରିୟା। ଭଲ ହେଇଛି, ତାହେଲେ ଭଲ ହେଇଛି ମାନେ କ'ଣ? ମୁଁ ଭଲ କରିଛି। ରାଇଟ୍, ବନେଇବା। ତ ଛାତ୍ର ଲେଖା ହେଇଛି, ମୁଁ ଆଗରେ ଏଠି ଷ୍ଟୁଡେଣ୍ଟ ଲେଖି ଦେବି, ବନେଇବା। ମୁଁ ଷ୍ଟୁଡେଣ୍ଟ ଲେଖିଦେଲି। ଏବେ କ'ଣ ଲେଖିବି? ଏବେ ମୁଁ ଲେଖିବି ଏଠାରେ ଷ୍ଟୁଡେଣ୍ଟ ପରେ କ'ଣ? ଭଲ ହେଇଛି ମାନେ ମୁଁ ଭଲ କରିଛି। ତାହେଲେ କର୍ତ୍ତା କିଏ? ମୁଁ, ଆଇ। କ୍ରିୟା କିଏ ହେବା ହେଲା, ମାନେ ଭଲ କରିଛି, ତାହେଲେ ଡୁ ହେବ। ରାଇଟ୍, ଡୁ ଯେ କି ଡାନ୍ ହେଇଯିବ ଲାଷ୍ଟରେ। ତାହେଲେ କର୍ତ୍ତା କିଏ ଆଗରେ ଛୁଆ ମାନେ ମୁଁ ଡିସାଇଡ଼୍ କରିଛି ହାଫ୍, ଆଇ ପାଖରେ ତ ହାଫ୍ ହେଇକି ସାହାଯ୍ୟକାରୀ କ୍ରିୟା ଆସିବ। ତାହେଲେ ୟାକୁ ବନେଇବା। ଦେଖ ମାନେ ମୁଁ ଆଇ ସବଜେକ୍ଟ ଏଠାରେ ଲେଖିଦେଲି ହେଲା, ଯେ କି ଲୁଚି ରହିଛି ଏଠାରେ। ଏବେ ସାହାଯ୍ୟକାରୀ କ୍ରିୟା ହାଫ୍, ଆଇ ପାଖରେ ତ ହାଫ୍ ହିଁ ଆସିବ, ହାଜ୍ ତ ଆସିବ ନାହିଁ, କାହିଁକି? ଇଏ ଏକଲା ହେଲେ ବି ବହୁବଚନ କ୍ରିୟା ନେଇଥାଏ। ତାହେଲେ ହାଫ୍ ହେବ ହେଲା, ଏଠି ବି ନା ହାଫ୍ ହେବ। ତାହେଲେ ମୁଁ ଏଠି ହାଫ୍ ଲେଖିବି। ତାହେଲେ ଆଇ ଲେଖିଛ ମାନେ ଯେ କି ତୁମର କର୍ତ୍ତା ହେଲା, ସାହାଯ୍ୟକାରୀ କ୍ରିୟା ହାଫ୍ ହେଲା। ଏବେ କ'ଣ? ମୁଁ ଭଲ କରିଛି, ତାହେଲେ ଡୁ ଲେଖିଥାନ୍ତି, ଡୁ ଲେଖିଲେ ହିଁ ହାଫ୍ ପରେ ଭାର ଭିତରି ହେଇଯିବ ହେଲା ନା। ତାହେଲେ
डूटा कौन होगा छुआ मैंने डन होगा कहीं डू तापर ये डिड तापर ये आसब डन बिद्रे ताले आई हैव डन है ना अब भलो भलो आडवर्डटा ये लिखब वेल आई हैव डन वेल है ना बनवा छुआ मैंने पुणी या डानटा क्या अच्छे छुआ मैंने यहाँ है ना जेपरिक मुझे कहली यहाँ ये अच्छे राइट नेक्स्ट को बनवा ताले आई हैव डन वेल सेंटेंस सरीगला नेक्स्ट सेंटेंस को जावा शिक्षक तुम सब प्रश्नर उत्तर दे पार देख सब प्रश्नर उत्तर दे पार यह वाक्य राइट क्वेश्चन मार्क अच्छी माने पुणी तुम कह सर सहायकारी क्रिया ना WH वर्ड स्टार्ट हम यार तो उत्तर हूँ हाँ कि ना माने सब तुम सब प्रश्नर उत्तर दे पार कि एमती कथा दे पार कि है जाऊना एमती भी हाँ बा ना यार आंसर आसूची जदि हाँ बा ना आंसर आसे मु कौन कही छे सहायकारी क्रिया रे स्टार्ट हम सेंटेंस है ना तुम सब प्रश्न उत्तर दे पार है ना ताले शिक्षक लिखाई मुझे लिखी दिए छे बने ये मुझे टीचर लिखिदेली एबे कथा है जब आम टेन्स को डिसाइड करदे पारि ल माने पास्ट राइट छे माने एबे उत्तर दे पारिबा न पारिबा पारिबा अर्थरे मॉडल रो दुटा आसे कैन आ गोटे बी एबल टू है ना मुझे लिखी दिए ताले पारिबा अर्थरे गोटे आसब कैन आ बी एबल टू है सब ताले एटी उत्तर दे पारिछ माने पारिबा अर्थरे तुम कौन आस पाछ कैन बा बी एबल टू चेष्टा कर पारबा हला ये आसब छ माने ये तो एबिलिटी अनुसार आसे एबिलिटी जार सामर्थ्य जमी हाथी गोटे साइकेल को आराम से उठे पार एबिलिटी तार अच्छे आ चेष्टा कर पारिबा बा न पारिबा ताले बी एबल टू आसब ना चलो बनवा ताले छना ताले कर्ता कहला तुम सब प्रश्न उत्तर दे पारिछ ताले सहायकारी मु एठारु आनबाक दरकार बी बी माने कौन कही से मैंने कहीं ये बी एबल टू एठारे हम राइट मैंने एठार तुम बी एबल टू हम ये एठार तुम हम है मैंने आ बी माने मुझे दिए आ बी माने तुम इज आर एम वाज आर राइट मैंने एबे लो अच्छी माने पास्ट मैंने आ तुम जान ए माने होचंती पास्ट वर्ब है ना ताले वाज आ य मध्य स्टार्ट हम है ना ए माने कहीं प्रेजेंट वर्ब है एबे कथा है एमन को मध्य स्टार्ट हम तुम्हें सब प्रश्नर उत्तर दे पार कि या मोटामोटी भाव उत्तर प्रश्न एबे तुम्हें है तुम कर्ता ये तुम एठारे कर्ता आसी राइट एबे कौन है सहायकारी क्रिया डिसाइड करब कौन कर्तार वचन पर निर्भर कर कर्ता तो तुम्हें है ये सर्वदा बहुवचन है बहुवचन माने ये एस वाला क्रिया ना बनी ताले वाज आवर मतलब का पाखे एस नाइ माने वेआर पाखे नाही ताले कौन स्टार्ट हम वेआर रे स्टार्ट हम है ना वेआर रे तुमर सेंटेंस स्टार्ट हम बनवा टीचर लिखिदेली मैंने तापर मुझे वेआर लिखली वेआर कहीं कर्ता तुम यूला सहायकारी क्रिया आसला बी एबल टू स्टार्ट हम सहायकारी क्रिया ना सहायकारी क्रिया तुमको ये बी एबल टू ये मॉडल चलो ये आ बी माने तुमको कहते एगुड़ा इज आर एम सेमते मध्य उयार हम कहीं कर्ता यो एवं कौन लिखी सहायकारी क्रिया जब आसीगला मुझे क्वेश्चन मार्क आगे कर्ता पछे जो एवं कर्ता को लिखा जी कि तुम यू एठारे राइट यू लिखिदेली एवं कर्ता आसीगला सहायकारी क्रिया लिखला एवं सूत्र आकार बी एबल टू जीवा ना एवं आसब ये एबल टू है ना या कुछ छाड़ी ये बी आसला ये है बी और ये एबल टू ताले मुझे लिखी कौन एबल टू लिखा वी आर बी एबल टू एवं वी आर बी एबल टू एवं क्रिया उत्तर दे पार कौन उत्तर देवा तो आंसर ये प्रधान क्रिया वी आर बी एबल टू आंसर सब प्रश्न वी आर एबल टू आंसर ऑल क्वेश्चंस है ना बनवा एवं अगर आंसर लिखा प्रधान क्रिया या टू पूरे वर्ब सर्वदा प्लेन लिखा
ये देखो आसीगला छुआ मैंने ये है तुम बी ये है बी और ये एबल टू आंसर वे यू बी एबल टू आंसर ऑल बा ऑल क्वेश्चन सब प्रश्नर उत्तर ऑल क्वेश्चन बा ऑल भी लिखि पारिबा वे आर एबल टू आंसर ऑल क्वेश्चन बनैबा क्वेश्चन मार्क लास्ट रे आसीबो बुझे साहयकारी क्रिया जे कि तुम एठार नहीं बी एबल टू कर्ता जे कि तुम ये तापर बी एबल टू ये ये आसला आ देखी कौन है तुम ये प्रधान क्रिया जे कि तुम कर्म है तुम ऑल क्वेश्चन दे जमी मु आंसर लिखली कौन आंसर कर सब सब प्रश्न ये सब प्रश्न तुम कर्म था ये तुम कर्म सब प्रश्न उत्तर देवा सब प्रश्न है तुम कर्म ऑब्जेक्ट है से मैंने कही पुणी यहाँ ये हो टू ये आंसरटा प्लेन है मैंने आ मुझे कहीदेवी जे वीआर ये एमती एक वचन बहुवचन क्रिया आस वीआर है बनवा यहाँ को भल करना टे नेक्स्ट प्रश्न को पढ़ा बुझा छात्र हसा सब प्रश्न सहज था अगर सहज थिला एबे सहज थिला माने कौन सी काम एठारे हो नहीं सहज हवा तो काम ही नुहे थिला माने एठी बी भर आसे ताले यार तो एठी बी भर आसबो केवल हैला ये तुमर से क्रिया अटे आ ये जीव तुमर बी रे काई कौन सी काम हो नहीं हैला ना ये आसबो बी आ बी रे आसबो माने ये राइट छ माने जेहेतु लो अच्छी माने पास्ट अच्छी पास्ट माने वो आज यूआर मध्य आसो या जानी गले राइट छ एबे वो जन यूआर आसबो या डिसाइड करिया पई प्रत्येक थर कहे कर्ता साहयकारी क्रिया कर्तार वचन पर निर्भर करबो एबे सब प्रश्न तो ये सब प्रश्न है कर्ता तुमर है माने ये सब प्रश्न है तुमर कर्ता एस लिखि दिया ये कर्ता है आ सब प्रश्न तो तुम जापर ये बहुवचन बटे सब प्रश्न कौन बहुवचन बटे ये कौन प्लूराल अटे आ प्लूराल सब्जेक्ट है प्लूराल वर्ब हम तो डेफिनेटली एस वाला क्रिया नेब ना बी बार मु पार्ट डिसाइड कर एम का मतलब क्या पाखे एस ना वी आर ताले मु डेफिनेटली वी आर साहयकारी क्रिया यूज करें ना जानी पाईगले है चाहे आगे छात्र लिखाई मु स्टूडेंट लिखी दिए एटारे आगे मु स्टूडेंट लिखिदेली तापर कौन लिखी हाँ सा लिखाई येस सार एटा आडभार गुड़ाक मुझे कहना तुम्हें संबोधन सूचक आडभार गुड़ाक सब लिखिद आगे येस सा है लिखिद ये हाँ सार मुझे लिखिदेली एबे स्टार्ट केमती करवा कर्तारे स्टार्ट करवा कर्ता किए सब प्रश्न ताले ऑल क्वेश्चन लिखी सब प्रश्न मान कौन ऑल क्वेश्चन या मुझे लिखिदेवी ये आसीगला ऑल क्वेश्चंस मैंने ये आसीगला कर्ता जे कि तुम यहाँ थी एबे कर्ता पर क्रिया आसब मु बी डिसाइड करा भी वी आर डिसाइड कर सारी कहीं कर्ता बहुवचन अच्छी ताले एबे कौन लिखी मुझे अव्यय है लिखा मु कौन कही ये आसीगला तुम कर्ता जे कि यह अटे एबे साहयकारी क्रिया ही तो प्रधान क्रिया हम ये आसीगला है ना एबे बी वर्ब अच्छे मैंने कम्प्लीमेंट पे कौन सहज कौन थी सहज थी सब प्रश्न कौन थी सहज थी ताले इजी लिखिपार है जे कि तुम ये कम्प्लीमेंट आकार आस बनवा ये आसीगला छाने ऑल यस ऑल क्वेश्चन वी आर इजी है छाने या फुलटपी एठारे लगेदेवा छाने उल्टा कर फुलटपी तले दे बस है ये आसीगला ऑल क्वेश्चन वी आर इजी साता थिला छाने नेक्स्ट एका नेक्स्ट प्रश्न अच्छी शिक्षक कहते
କାଲିର ପରୀକ୍ଷା ପାଇଁ ପଢ଼ୁଥିବା ଦୁଇଟା ବାକ୍ୟ ଅଛି। ଆଗରେ ଏଇ ବାକ୍ୟଟା ଦେଖିବା ତାପରେ ଏଇଟାକୁ ବନେଇବା। କିଛି ଟେନସନ୍ ନାହିଁ, ଆରାମସେ ଏଇ ଫର୍ମୁଲା ମଧ୍ୟ ଲକ୍ଷ୍ୟ ହେଇଯିବ। ଏବେ ପ୍ରସ୍ତୁତ ହୁଅ ହେଲା ମାନେ ହେବା ହେଲା ବି ଭର୍ବ ମାନେ ବିକମ୍ ବା ବି ଏମିତି ହେବ। ଇଏ ତୁମେ ପ୍ରସ୍ତୁତ ହେବ, ଇଏ ଇମ୍ପେରାଟିଭ୍ ହେଲା, ଆଦେଶ ଅନୁରୋଧମୂଳକ ବାକ୍ୟ ଆସିଲା। ମୁଁ କ'ଣ କହିଥିଲି, ଆଦେଶ ଅନୁରୋଧମୂଳକ ବାକ୍ୟ ସବୁ କ'ଣ ରହିବ ଅଛି ମାନେ ଡୁରେ ଯିବ, ମାନେ ପ୍ରଧାନ କ୍ରିୟା ନା ସାହାଯ୍ୟକାରୀ କ୍ରିୟା ଷ୍ଟାର୍ଟ କ୍ୱେଶ୍ଚନ୍ ମୁକ୍ତ ନେବ ନାହିଁ ହେଲା ଛୁଆମାନେ। ତାହେଲେ ଏଟାକୁ କ'ଣ କରିବା, ହେବା ଇଂଲିଶ ହେଲା ବି ହେବା ଇଂଲିଶ ହେଲା ବି ଜାଣିଛ ପ୍ରଧାନ କ୍ରିୟାର ଉପରେ ଯଦି ଆସିବ ତାହେଲେ ପ୍ରଧାନ କ୍ରିୟା ଷ୍ଟାର୍ଟ ହେବ, ଏଟା ମୁଁ ଜାଣିପାରିଲି। ଶିକ୍ଷକ ଲେଖା ଜାଗା ଶିକ୍ଷକ ତ ଲେଖିବି, ତାହେଲେ ଆଗରେ ମୁଁ ଲେଖିବି ଏଠି କ'ଣ, ତାପରେ ବି ଲେଖିବି ବି। ତାହେଲେ ଇଏ କ'ଣ ହେବ, ତୁମ ଦ୍ୱାରା ପ୍ରସ୍ତୁତ ହେବା ହଉ, ମାନେ ଏମିତି ହେଇଥାନ୍ତା ବାକ୍ୟଟା। କାଲିକା ପାଇଁ ପ୍ରସ୍ତୁତ ହୁଅ ମାନେ ତୁମ ଦ୍ୱାରା ପ୍ରସ୍ତୁତ ହେବା କାମ ହଉ। ତାହେଲେ ବି ପ୍ରିପେୟାର୍ଡ ଫର୍ ଟୁମରୋ। ଶିକ୍ଷକ ଲେଖା ହେଇଛି ମାନେ ଶିକ୍ଷକ ଲେଖିଦିଏ, ଶିକ୍ଷକ ଲେଖା ହେଇଛି ମୁଁ ଶିକ୍ଷକ ଲେଖିଦେଲି। ଏବେ କ'ଣ ଲେଖିବି, ପ୍ରସ୍ତୁତ ହୁଅ ମାନେ ବି ପ୍ରିପେୟାର୍ଡ ହେଲା। ଏବେ ମୁଁ ଲେଖିବି ବି ହେଲା, ଟିକେ ପ୍ରଧାନ କ୍ରିୟା ଉପରେ ଅଛି ଏଠି ଇଏ ସାହାଯ୍ୟକାରୀ ରୂପ ଗୁଡ଼ାକ ବିର, ତାହେଲେ ବି ପ୍ରିପେୟାର୍ଡ ତାପରେ ଭିତରି ହେବ, କାହିଁକି ଇଏ ପେସିଭ୍ ରହିବ, ତୁମ ଦ୍ୱାରା ପ୍ରସ୍ତୁତ ହେବା କାମ ହଉ। ପେସିଭ୍ ଦେଖିଦେବା ଛୁଆମାନେ, ଯାଇକି ପ୍ଲେ ଲିଷ୍ଟରେ ମୋର ପାଇଯିବ ଛୁଆମାନେ ହେଲା। ମୁଁ ସେମିତି ମୁଁ ଡାଇରେକ୍ଟ ପେସିଭ୍ ଶିଖିବାକୁ ଚାହୁଁ, ଡାଇରେକ୍ଟ ମାନେ ମୋର ଫର୍ମୁଲା ରହିଛି। ତୁମେ ଯେଉଁଠି ବି ଶିଖିବ ବହୁତ ଲମ୍ବା ଚଉଡ଼ା ଶିଖିବ, ଯେମିତି ଟେନ୍ସ, ଇଏ ବି ମୋର ସର୍ଟକଟ୍। ଚାଲ ବନେଇବା, ବି ପ୍ରିପେୟାର୍ଡ ହେବ ଲେଖିବା। ଇଏ ଦେଖ ମାନେ ବି ଭିତରି ହେବ, ମୁଁ କହିଥିଲି ଫର୍ମୁଲା ଆମର ପେସିଭ୍ ସୂତ୍ର ହେଲା ବି ପ୍ଲସ୍ ବି3, କାହିଁକି ଅବଜେକ୍ଟ ଲେଖାଯିବ ନାହିଁ। ତାହେଲେ ପ୍ରଧାନ କ୍ରିୟା ଷ୍ଟାର୍ଟ ହେବ, କାହିଁକି ସାହାଯ୍ୟକାରୀ କ୍ରିୟା ଏଠି ୟୁଜ୍ ହେବ ନାହିଁ। ପ୍ରଥମରେ ବି ପ୍ରସ୍ତୁତ ହେବ ହେଲା ନା। ଡୁ ବାଲା ବାକ୍ୟଟାରେ ପେସିଭ୍ କଲାବେଳେ ଡୁଟା ୟୁଜ୍ କରାଯାଏ ନାହିଁ। ତାହେଲେ ବି ତାପରେ କ'ଣ ହେଲା ବି3 ହେଇଥାନ୍ତା, ତାହେଲେ ପ୍ରସ୍ତୁତ ହେବା କ'ଣ ହେଲା ପ୍ରିପେୟାର, ଆଉ ତାକୁ ମୁଁ ଏଠି ଲଗେଇଦେଲି ବି ପ୍ରିପେୟାର୍ଡ ହେଇଯାଉ ହେଲା। ବି ପ୍ରିପେୟାର୍ଡ ଫର୍ ଟୁମରୋ, ବି ପ୍ରିପେୟାର୍ଡ ଫର୍ ଟୁମରୋ ସେ ଏକ୍ଜାମ୍ସନ୍ ନ ଲେଖିଲେ ସେ ହେବ ବି ପ୍ରିପେୟାର୍ଡ ଫର୍ ଟୁମରୋ ବି ନା ପଟେ ହେଲା। ଏଇଭଳିଆ ସବୁ ପ୍ରଶ୍ନ ସହଜ ଲାଗିବ। ଏବେ ଦେଖ ଇଏ ଲାଗିବ ମାନେ ଇଏ ମଡାଲ ବି ପ୍ରଧାନ କ୍ରିୟା ଡିସାଇଡ୍ କରିଦିଅ, ଇଏ ଲାଗିବ ଭବିଷ୍ୟତରେ କାମ ହେଉଛି ହେଲା ନା। ତାହେଲେ ଇଏ କ'ଣ ଯାଉଛି ମଡାଲ ବିକି ଯାଉଛି, ମୁଁ ଲେଖିଦିଏ ଇଏ ଛୁଆମାନେ ଏଠାରେ ମଡାଲ ବିକୁ ଚାଲି ଯାଉଛି, କାହିଁକି ସହଜ ଲାଗିବ। ଏବେ ସେଣ୍ଟେନ୍ସ ଷ୍ଟାର୍ଟ, ଏଇଟା ଗୋଟେ ବାକ୍ୟ ଲାଗିବ, ସବୁ ପ୍ରଶ୍ନ ସହଜ ଲାଗିବ ମାନେ ସବୁ ପ୍ରଶ୍ନ ସହଜ ହେବ, ଏହାକୁ ସହଜ ଲେଖିବା ହେବ। ପୁଣି ଆମେ ଭାବିପାର ବି ବା ବିକମ୍, ତାହେଲେ କର୍ତ୍ତା କିଏ କ'ଣ ସବୁ ସହଜ ଲାଗିବ, ସବୁ ପ୍ରଶ୍ନ, ତାହେଲେ ସବୁ ପ୍ରଶ୍ନ ତୁମର ଏଠି କର୍ତ୍ତା। ପୁଣି ଇଏ ବହୁବଚନ ହେଲା, ଇଏ ତୁମର ଆସିଗଲା କର୍ତ୍ତା, ହେଲେ ଇଏ ହେଲା ତୁମର ବହୁବଚନ। ଏବେ ମଡାଲର ଆବଶ୍ୟକତା ହେବ ହେଲା। ପ୍ଲେନ୍ ମଡାଲଟା ୱେଲ୍ ସେଲ୍ ବି ଲେଖେ, ମୁଁ ବହୁତ ଥର ଏଠି ମଡାଲଟାକୁ ଲେଖିଦେଇଛ ମାନେ ନେଇଗଲା। ତାହେଲେ କର୍ତ୍ତା କିଏ, ସବୁ ପ୍ରଶ୍ନ ସେଠାରେ ଆମେ ଷ୍ଟାର୍ଟ କରିବା, କାହିଁକି କର୍ତ୍ତା ଆଗରେ ଆମର ଷ୍ଟାର୍ଟ କରିବାର ଅଛି। ତାହେଲେ ସବୁ ପ୍ରଶ୍ନ ଅଲ୍ କ୍ୱେଶ୍ଚନ୍ ଲେଖିଦେବା ଆଗରେ, ଅଲ୍ କ୍ୱେଶ୍ଚନ୍ ଲେଖିଦେଲି ଛୁଆମାନେ। ଏବେ ଇଏ ମୁଁ ଏପଟେ ଲେଖିଦେଇଛି ମାନେ ଅଲ୍ କ୍ୱେଶ୍ଚନ୍, ଇଏ ଯେକି ସବଜେକ୍ଟ ହେଲା, ଇଏ ଥିଲା। ଏବେ କ୍ରିୟା ସାହାଯ୍ୟକାରୀ କ୍ରିୟାର ଆବଶ୍ୟକତା ପଡ଼ିବ, ଯାହାକି ମଡାଲରୁ ନେବାକୁ ପଡ଼ିବ। ମଡାଲ ମାନେ କ'ଣ, ସେଲ୍ ବୁଲ୍ କ୍ୟାନ୍ ବହୁତ ଲେଖିଦେଇଛ ମାନେ ଏଟା ବୁଲ୍ ଲେଖିଦେବା ଆମେ ପ୍ଲେନ୍ ଇଏ ପାଇଁ ହେଲା ବୁଲ୍। ତାପରେ କ'ଣ ଆସିବ, ହେବା ଇଂଲିଶ ହେଲା ବି ବା ବିକମ୍, ତାହେଲେ ୱିଲ୍ ବି ଲେଖିବୁ, ୱିଲ୍ ବି ଲେଖିଦେବା। ଇଏ ତ କଥା ମୋର କ'ଣ ୱିଲ୍ ବି ଇଜି ହେଲା ନା। ଅଲ୍ କ୍ୱେଶ୍ଚନ୍ ଯେକି ତୁମର ସବଜେକ୍ଟ ହେଲା, ୱିଲ୍ ଯେକି ତୁମର ସାହାଯ୍ୟକାରୀ କ୍ରିୟା ହେଲା, ଇଏ ହେଲା ତୁମର ସାହାଯ୍ୟକାରୀ କ୍ରିୟା, ଆଉ ବି ତୁମର ଏଇଟା ଇଏ ପ୍ରଧାନ କ୍ରିୟା, ୱିଲ୍ ବି ଇଜି ହେଲା। ଏଇଭଳିଆ ଲାଇକ୍ ଦିସ୍, ଏଇଭଳିଆ ଲାଇକ୍ ଦିସ୍ ବନେଇବା। ଇଏ ଦେଖ ମାନେ ପୁରା ये पूरा सेंटेंस तुम आसीगला। ऑल क्वेश्चन विल बी इजी लाइक दिस है। छुआने आशा करते मैंने बुझीपार है जो मैंने बुझीपार
ମୁଁ କହିଛି ମାନେ ୟା ପାଇଁ ଇଏ ହୋଇଛି ଏଇଟା ମୁଁ କହିଛି ମାନେ ଆଉ ୟା ପାଇଁ ଏହା ହୋଇଛି ନା ବନେଇବା। ଏବେ କ'ଣ ହେଲା ମୁଁ ଆସନ୍ତାକାଲିର ପ୍ରଶ୍ନ ଅଛି ମାନେ ଏହା ଅଧିକାଂଶ ପିଲା ଆନ୍ସର୍ ଦେଉନ ହେଲା। ଆଶା କର ତୁମମାନେ ଏବେ ଆନ୍ସର୍ ଦେବ। ଇଏ ଆଜିର ପ୍ରଶ୍ନ ଅଛି ତୁମର ଛୁଆମାନେ ହେଲା। ଇଏ ପ୍ରଶ୍ନ ହେଲା ମିଛ ମୁଁ ମିଛ କହିପାରେ ନାହିଁ। ଏହାକୁ ଟ୍ରାନ୍ସଲେଟ୍ କରିବ। ଯେଉଁମାନେ ଭଲ ପିଲା ଅଛ ସେମାନେ ଟ୍ରାନ୍ସଲେଟ୍ କରିବ। ଆଉ ଯେଉଁମାନେ ଚାହିଁବ ହେଲେ ତୁମେ ଏଠାରେ ଯଦି ଟାଇପ୍ କରିପାରୁନ ତାହେଲେ ତୁମେ ଫଟୋ କର ଆଉ ଏଇ ଇମେଲ୍ରେ ତୁମେ ପଠାଇ ଦେଇପାରିବ। ଇଏ ହେଲା ଆଜିର ପ୍ରଶ୍ନ। ଛୁଆମାନେ ବାଏ।